ସାର୍ ଆମେ ସକାଳେ ହେଲା ସମୟରେ ପେନ୍ ଆରମ୍ଭ ହେଲା। ପେନ୍ ଆରମ୍ଭ ହେବାରୁ ଆମେ ଆମ୍ବୁଲାନ୍ସକୁ ଫୋନ୍ କଲୁ। ଆମ୍ବୁଲାନ୍ସ ତୁରନ୍ତ ଆଇବା ଯୋଗୁଁ ଆମେ ବେଲଘର ନେଇକି ତୁରନ୍ତ ଡାକ୍ତରଖାନାକୁ ଚିକିତ୍ସା କରିବା ପାଇଁ ଇଏ କଲୁ। ବା ସେଠି ସବୁ ସୁବିଧା ସବୁ କଲେ ଆମକୁ ଚିକିତ୍ସା ସେଠି ହେଇଗଲା। ପିଲା 3ଟା ହେଲାରୁ ମୁଁ ଟିକେ ଇଏ ହେଲି ଆଉ ନର୍ଭସ୍ ହେଲି, ପୁରା ଆଶ୍ଚର୍ଯ୍ୟ ହେଲି, ଖାଲି ମା ମରିଯିବ। ପିଲା 3ଟା ହେଲା, କେଉଁଠି ମୁଁ ଦେଖିନଥିଲି କି ଶୁଣି ନଥିଲି। ପିଲା 3ଟା ହେଲା, ମା ମରିଯିବ, ଆଉ କ'ଣ ଉପାୟ ନାହିଁ। ମୋର ଜୀବନ ଆଉ କିଛି ନଥିଲା। ତାପରେ କେତେ ସମୟ ଗଲା ପରେ ତାର ମା ପିଲାମାନେ ସୁସ୍ଥ ଆଇଲା ଭିତରେ ମୋତେ ବି ଟିକେ ମନ ଖୁସି ଉପରକୁ ଉଠିଲା ଭିତରେ ତାପରେ ସାର୍ମାନେ କହିଲେ ନାଇଁ ପିଲାମାନେ ଟିକେ ଓଜନ ଟିକେ କମ୍ ଅଛନ୍, ତାକୁ ତୁରନ୍ତ ଭାଲିଗୁଡ଼ା ନେବାକୁ ପଡ଼ିବ। କିନ୍ତୁ ନେବି ସାର୍, ନାଇଁ ଆମେ ଟ୍ରାନ୍ସଫର୍ କରୁ, ଇଏ କରିବୁ, ଆମ୍ବୁଲାନ୍ସ ରାଖା ନେଇକି ଯିବ, ତୁମେ କିଛି ଅସୁବିଧା ହେବନି, ଆମର ସାର୍ମାନେ ସମସ୍ତେ ଅଛନ୍ତି ବାଲିଗୁଡ଼ାରେ, ସେମାନେ ସବୁ ଟ୍ରିଟମେଣ୍ଟ କରିଦେବେ ବୋଲବାରେ ଆମେ ଧରିକି ଆଇଲି ବାଲିଗୁଡ଼ା। ଏବେ ସାର୍ମାନେ ବି ଠିକ୍ରେ ମୋ ଛୁଆକୁ ମୋର ମାଇକିନାକୁ ପୁରା ସୁସ୍ଥରେ ରଖିଛନ୍ତି, କିଛି ଅସୁବିଧା କରିନାହାନ୍ତି। ମୋତେ ବହୁତ ଖୁସି ଲାଗୁଛି ସାର୍। ଏ ଖୁସି ମୁଁ କେଉଁଠି ଦେଖିନଥିଲି। ମୁଁ ଏଡ଼େ ବଡ଼ ହେଲିଣି, ସିନା ବାହା ହେଲିଣି, ନାଛା ଡିଗା କରିଛି, ହେଲେ ମୁଁ ଖୁସି ପାଇନଥିଲି। ଏବେ ମୋର ବହୁତ ଖୁସି ଅଛି ସାର୍। ହଁ ସାର୍, ମୁଁ ପିଲାମାନଙ୍କୁ ନିହାତି ଦାୟିତ୍ୱ ପୁରା ଅଲରେଡ଼ି କରିବି।